ଯେତେ ଚେଷ୍ଟା କରିବାକୁ ପଡ଼େ ସଫଳତା ପାଇବା ପାଇଁ କେବେ ବି ହେଲେ ହାର ମାନିବେନି, ହାରିକି ରହିଯିବେନି, କହିବେନି କି ମୁଁ ତ ସକ୍ସେସ୍ ହେଲିନି, ଏବେ ଏତିକିରେ ହାର ମାନି ଯାଉଛି। ନାଇଁ, ସେ ଜିନିଷଟା ପାଇଁ ଚେଷ୍ଟା କରିଥିବେ, ଚେଷ୍ଟା କରୁ କରୁ କେବେ ବି ଆମେ ସକ୍ସେସ୍ ହେଇପାରିବା। ଲୋକ ଯଦି କହିବେ ଆରେ ଇଏ କ'ଣ ପାଗଳଙ୍କ ଭଳିଆ ଏ କାମଟା ଖାଲି କରିଚାଲିଛି, ସେତେବେଳେ ସେମାନଙ୍କ ଜିନିଷକୁ ଧ୍ୟାନ ଦେବେନି। ଯେତେବେଳେ ଆମେମାନେ ଜିଦିରେ ରହିକି କିଛି କାମ କରୁଥାଉ, ଚେଷ୍ଟା କରୁଥାଉ, ସେତେବେଳେ ଲୋକମାନେ ତ ବହୁତ ଉପହାସ କରିଥାନ୍ତି, କିନ୍ତୁ ଆମେ ଯେତେବେଳେ ସକ୍ସେସ୍ ହେଇଯାଏ ସେତେବେଳେ ସମସ୍ତେ ଖୁସି ହେଇଥାନ୍ତି। ଆଉ ଗୋଟେ ଜିନିଷ ଜାଣିଛନ୍ତି କି, ଯେଉଁମାନେ ଉପହାସର ପାତ୍ର ହୁଅନ୍ତି ସେମାନେ ଜୀବନରେ ବହୁତ ଇତିହାସ ରଚନ୍ତି। ସେମିତି ଉପହାସର ପାତ୍ର ହେଲେ ବି ଇତିହାସ ରଚିବାଟା ଭୁଲିବେନି। ଏମିତି ନୁହଁ ଯେ ଆମେ ଇତିହାସ ରଚିପାରିବା ୟା ନା, ସେଇଟା ଆମକୁ ଜଣା ନାହିଁ, କିନ୍ତୁ ଆମେ ଯାହା ପାଇବାକୁ ଚାହୁଁଛେ ଆମକୁ ସେଇଟା ପାଇବା ନିହାତି ଦରକାର। ସେଥିପାଇଁ କଷ୍ଟ କରିବାକୁ ଭୁଲିବେନି। କ'ଣ ବୁଝିପାରିଲେ ତ? ଯଦି ବୁଝିପାରିଲେ କମେଣ୍ଟ କରିକି ବତାନ୍ତୁ। ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଆପଣଙ୍କର ଗୋଟେ ସବସ୍କ୍ରାଇବ୍ କାହାର ବି ଜୀବନ ବଦଳାଇ ଦେଇପାରେ। ଥ୍ୟାଙ୍କ୍ସ ଫର୍ ୱାଚିଂ।